ଝାଡ଼ଗାଁରେ ଜାତୀୟ ରାଜପଥ 520 ଦୟନୀୟ ଚିତ୍ର। ବଡ଼ ବଡ଼ ଗାତ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଯାତାୟାତ ବ୍ୟବସ୍ଥା। ଆଜି ସକାଳେ ଏକ ବିରାଟ ଗାତରେ ଫସିଗଲା ସ୍କୁଲ ବସ୍। ଫଳରେ ଦୀର୍ଘ ସମୟ ଧରି ରାସ୍ତା ମଝିରେ ଅଟକି ରହିଲେ ଛାତ୍ରଛାତ୍ରୀ। ଜାତୀୟ ରାଜପଥ 520 ଝାଡ଼ଗାଁ ଅଞ୍ଚଳରେ ରାସ୍ତାର ଦୟନୀୟ ଅବସ୍ଥା ଏବେ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ରାସ୍ତା ଉପରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗାତ ଯୋଗୁଁ ପ୍ରତିଦିନ ବାଧାପ୍ରାପ୍ତ ହେଉଛି ଯାତାୟାତ। ଆଜି ସକାଳେ ବିପଜ୍ଜନକ ଗାତରେ ଏକ ସ୍କୁଲ ବସ୍ ଫସିଯିବାରୁ ରାସ୍ତା ମଝିରେ ଅଟକି ରହିଥିଲେ ଛାତ୍ରଛାତ୍ରୀ। ବସ୍ଟି ଗାତରୁ ବାହାରି ନ ପାରିବାରୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିଲା ଚିନ୍ତାର ପରିସ୍ଥିତି। ପରେ ଅନ୍ୟ ଏକ ବସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ ପହଞ୍ଚାଇଥିଲା। କେବଳ ସ୍କୁଲ ବସ୍ ନୁହେଁ, ଏହି ରାସ୍ତାରେ ଯାତାୟାତ କରୁଥିବା ଭାରୀ ଯାନ ଓ ଯାତ୍ରୀବାହୀ ବସ୍ ଗୁଡ଼ିକ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି। ରାସ୍ତାର ଅବସ୍ଥା ଏତେ ଖରାପ ଯେ ଯାତ୍ରୀବାହୀ ବସ୍ ଗୁଡ଼ିକ ମୁଖ୍ୟ ରାସ୍ତା ଛାଡ଼ି ବାଧ୍ୟ ହୋଇ ରଙ୍ଗ ରୁଟ୍ରେ ଯାତାୟାତ କରୁଛନ୍ତି। ରାସ୍ତାର ବଡ଼ ବଡ଼ ଗାତ, ଫସିଥିବା ସ୍କୁଲ ବସ୍ ଏବଂ ରଙ୍ଗ ରାସ୍ତା ଯାଉଥିବା ଯାତ୍ରୀବାହୀ ବସ୍ର ଏହି ଦୃଶ୍ୟ। ଏହି ଗାତଗୁଡ଼ିକ କେବଳ ଯାତାୟାତକୁ ବାଧା ଦେଉନାହିଁ, ବରଂ ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଦୀର୍ଘଦିନ ଧରି ଜାତୀୟ ରାଜପଥରେ ଏଭଳି ଦୁର୍ଦ୍ଦଶା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନାହିଁ। ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ରାସ୍ତାରେ ଯଦି ଏକ ସ୍କୁଲ ବସ୍ ନୁହେଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଫସିଯାଏ ତେବେ ଦାୟିତ୍ୱ କିଏ ନେବ? ପ୍ରତିଦିନ ଶହ ଶହ ଗାଡ଼ି ଏବଂ ହଜାର ହଜାର ଲୋକ ନିର୍ଭର କରୁଥିବା ଏହି ରାଜପଥର ଗାତଗୁଡ଼ିକୁ ତୁରନ୍ତ ମରାମତି କରି ରାସ୍ତାକୁ ଯାତାୟାତ ଉପଯୋଗ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଠି କଥା କେବଳ ରାସ୍ତାର ଗାତର ନୁହେଁ, ଏହି ରାସ୍ତାରେ ପ୍ରତିଦିନ ଚାଲୁଛି ଲୋକଙ୍କ ଜୀବନ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଅଞ୍ଚଳର ଅର୍ଥନୀତି। ଏବେ ଦେଖିବାକୁ ବାକି ରହିଲା ଏହି ଦୁର୍ଦ୍ଦଶା ପ୍ରତି ରାଜପଥ କର୍ତ୍ତୃପକ୍ଷଙ୍କ ନଜର କେବେ? ଜାତୀୟ ରାଜପଥ 520 ଝାଡ଼ଗାଁ ଅଞ୍ଚଳରେ ରାସ୍ତାର ଦୟନୀୟ ଅବସ୍ଥା ଏବେ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ରାସ୍ତା ଉପରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗାତ ଯୋଗୁଁ ପ୍ରତିଦିନ ବାଧାପ୍ରାପ୍ତ ହେଉଛି ଯାତାୟାତ। ଆଜି ସକାଳେ ବିପଜ୍ଜନକ ଗାତରେ ଏକ ସ୍କୁଲ ବସ୍ ଫସିଯିବାରୁ ରାସ୍ତା ମଝିରେ ଅଟକି ରହିଥିଲେ ଛାତ୍ରଛାତ୍ରୀ। ବସ୍ଟି ଗାତରୁ ବାହାରି ନ ପାରିବାରୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିଲା ଚିନ୍ତାର ପରିସ୍ଥିତି। ପରେ ଅନ୍ୟ ଏକ ବସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ ପହଞ୍ଚାଇଥିଲା। କେବଳ ସ୍କୁଲ ବସ୍ ନୁହେଁ, ଏହି ରାସ୍ତାରେ ଯାତାୟାତ କରୁଥିବା ଭାରୀ ଯାନ ଓ ଯାତ୍ରୀବାହୀ ବସ୍ ଗୁଡ଼ିକ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି। ରାସ୍ତାର ଅବସ୍ଥା ଏତେ ଖରାପ ଯେ ଯାତ୍ରୀବାହୀ ବସ୍ ଗୁଡ଼ିକ ମୁଖ୍ୟ ରାସ୍ତା ଛାଡ଼ି ବାଧ୍ୟ ହୋଇ ରଙ୍ଗ ରୁଟ୍ରେ ଯାତାୟାତ କରୁଛନ୍ତି। ରାସ୍ତାର ବଡ଼ ବଡ଼ ଗାତ, ଫସିଥିବା ସ୍କୁଲ ବସ୍ ଏବଂ ରଙ୍ଗ ରାସ୍ତା ଯାଉଥିବା ଯାତ୍ରୀବାହୀ ବସ୍ର ଏହି ଦୃଶ୍ୟ। ଏହି ଗାତଗୁଡ଼ିକ କେବଳ ଯାତାୟାତକୁ ବାଧା ଦେଉନାହିଁ, ବରଂ ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଦୀର୍ଘଦିନ ଧରି ଜାତୀୟ ରାଜପଥରେ ଏଭଳି ଦୁର୍ଦ୍ଦଶା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନାହିଁ। ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ରାସ୍ତାରେ ଯଦି ଏକ ସ୍କୁଲ ବସ୍ ନୁହେଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଫସିଯାଏ ତେବେ ଦାୟିତ୍ୱ କିଏ ନେବ? ପ୍ରତିଦିନ ଶହ ଶହ ଗାଡ଼ି ଏବଂ ହଜାର ହଜାର ଲୋକ ନିର୍ଭର କରୁଥିବା ଏହି ରାଜପଥର ଗାତଗୁଡ଼ିକୁ ତୁରନ୍ତ ମରାମତି କରି ରାସ୍ତାକୁ ଯାତାୟାତ ଉପଯୋଗ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଠି କଥା କେବଳ ରାସ୍ତାର ଗାତର ନୁହେଁ, ଏହି ରାସ୍ତାରେ ପ୍ରତିଦିନ ଚାଲୁଛି ଲୋକଙ୍କ ଜୀବନ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଅଞ୍ଚଳର ଅର୍ଥନୀତି। ଏବେ ଦେଖିବାକୁ ବାକି ରହିଲା ଏହି ଦୁର୍ଦ୍ଦଶା ପ୍ରତି ରାଜପଥ କର୍ତ୍ତୃପକ୍ଷଙ୍କ ନଜର କେବେ ପଡୁଛି। କେନ୍ଦୁଝର ବଡ଼ବିଲରୁ ଡିମ୍ପଲ ସ୍ୟାଣ୍ଡିଲଙ୍କ ରିପୋର୍ଟ, ଦେବାଂଶୁ ଟିଭି।